ଦୀର୍ଘ 12 ବର୍ଷ ପରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ। ବ୍ଲୁ ଜର୍ସିର ପୁଣି ଥରେ ଇତିହାସ ରଚିଲା ଭାରତୀୟ ଦଳ। ଦେଖିବାକୁ ଗଲେ ଟି20 ନୁହେଁ କି ଟେଷ୍ଟ ମ୍ୟାଚ୍ ନୁହେଁ, ଦିନିକିଆରେ ଠିକ୍ ଦୀର୍ଘ 12 ବର୍ଷ ପରେ ପୁଣି କ୍ଲିନ୍ ସୁଇପ୍ କରିବାର ସୌଭାଗ୍ୟ ଅର୍ଜନ କଲା ଟିମ୍ ଇଣ୍ଡିଆ। ଦେଖିବାକୁ ଗଲେ ଧୋନି କିମ୍ବା ରୋହିତ କିମ୍ବା ବିରାଟ ନାହାନ୍ତି ଅଧିନାୟକ। ଦେଖିବାକୁ ଗଲେ ସୁମାନ ଗିଲ୍, ସେଇ ପ୍ରିନ୍ସ ସୁମାନ ଗିଲ୍ ସହାୟତାରେ ଆଫଗାନିସ୍ତାନକୁ 3-0ରେ ହରାଇ ଦେଇଛି ଏବଂ ବିଶ୍ୱ ରେକର୍ଡ଼ କଲା ଟିମ୍ ଇଣ୍ଡିଆ। ଦେଖିବାକୁ ଗଲେ ଟିମ୍ ଇଣ୍ଡିଆର ତୃତୀୟ ଦିନିକିଆ ମ୍ୟାଚ୍ ଗତକାଲି ଚେନ୍ନାଇରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ 218 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା ମାତ୍ର 44 ଓଭର 2ଟି ବଲ୍ ଖେଳି। ଏହାର ଜବାବରେ 28 ଓଭର 4ଟି ବଲ୍ ଖେଳି ଗୋଟିଏ ୱିକେଟ୍ ହରାଇ 9 ୱିକେଟ୍ରେ ଜିତିଲା ଟିମ୍ ଇଣ୍ଡିଆ। ଯଶସ୍ୱୀ ଜୟସ୍ୱାଲ 110 ରନ୍ର 79 ହିଟ୍ମ୍ୟାନ୍ ରୋହିତ ଶର୍ମା 20 ରନ୍ ଶ୍ରେୟାସ ଆୟର କରିଥିଲେ। ତେବେ ସେହି ବିଷୟ ଆଲୋଚନା କରିବା ଏବଂ ଦେଖିବାକୁ ଗଲେ 5ଟି ୱିକେଟ୍ ପାଇଥିଲେ ପ୍ରସିଦ୍ଧ କ୍ରିଷ୍ଣା ଏବଂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପାଇଥିଲେ ମଧ୍ୟ ପ୍ରସିଦ୍ଧ କ୍ରିଷ୍ଣା ଏବଂ ମ୍ୟାନ୍ ଅଫ୍ ଦି ସିରିଜ୍ ସୁମାନ ଗିଲ୍। ତେବେ ସେହି ବିଷୟରେ ଆଲୋଚନା କରିବା ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆୟୋଜିତ ହୋଇଥିଲା। ଗତକାଲି ଚେନ୍ନାଇର ଚେପାକ ଷ୍ଟାଡିୟମରେ ଖେଳାଯାଇଥିଲା ଅନ୍ତିମ ଦିନିକିଆ ମ୍ୟାଚ୍। ଏହି ମ୍ୟାଚ୍ରେ ଆଫଗାନିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ପେଭିଲିୟନ୍କୁ ଫେରି ଯାଉଥିଲେ। କୌଣସି ବ୍ୟାଟର ବେଶୀ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଦେଖିବାକୁ ଗଲେ ହାସମତୁଲ୍ଲା ସାହିଦ ଅଧିନାୟକ, ସେ 102 ଇନିଂସ ଖେଳିଥିଲେ ଏବଂ 50 ରନ୍ କରିଥିଲା ଆଜମତୁଲ୍ଲା ଅମରଜାଇ। ଅନ୍ୟ ବ୍ୟାଟରମାନେ ଖାଲି ବଲ୍ ଖାଇ ପେଭିଲିୟନ୍କୁ ଫେରି ଯାଉଥିଲେ। ତେଣୁ ଦେଖିବାକୁ ଗଲେ 44 ଓଭର 2ଟି ବଲ୍ ଖେଳି 218 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ମୋତେ ଲାଗୁଥିଲା 300 ପାର ହେବ, କିନ୍ତୁ ହେଲା ନାହିଁ ଶେଷ ଆଡ଼େ। ଏବଂ ଏହି ବିଷୟ ଲକ୍ଷ୍ୟକୁ ବିଚାର କରିବାକୁ ଯାଇ ଇଣ୍ଡିଆ ଟିମ୍ 28 ଓଭରରେ ଏହି ପୂରଣ କରିଦେଲା, ପୁଣି ଗୋଟିଏ ୱିକେଟ୍ ହରାଇ। ମୋତେ ତ ଲାଗୁଥିଲା 10 ୱିକେଟ୍ ଟିମ୍ ଇଣ୍ଡିଆ ଜିତିଥାନ୍ତେ ଏବଂ ରୋହିତ ଶର୍ମା ମଧ୍ୟ ଶତକ ମାରିଥିଲେ, କିନ୍ତୁ ଶତକରୁ ବଞ୍ଚିତ ହେଲା। ତ ଫ୍ରେଣ୍ଡ, ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।